ତିଖାଲି ନିମ୍ନ ଇନ୍ଦ୍ରଜଳସେଚନ ପ୍ରକଳ୍ପର ସମସ୍ୟା ବୈଠକ ଅନୁଷ୍ଠିତ। କିଛି ଦିନ ପୂର୍ବରୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଲି ନିମ୍ନ ଇନ୍ଦ୍ରଜଳସେଚନ ପ୍ରକଳ୍ପର ଚାଷ ଜମିକୁ ଜଳସେଚନ କରିବା ପାଇଁ ଚାଷୀମାନଙ୍କ ପାଖରେ ଦେଖାଦେଇଥିଲା ବିକ୍ଷୋଭ। ସେହି ସମସ୍ୟାକୁ ଦୂର କରିବା ପାଇଁ ଖଡ଼ିଆଳ ବ୍ଲକର ନିମ୍ନ ଜଳସେଚନ ପ୍ରକଳ୍ପର କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏ ବର୍ଷର ପ୍ରଥମ ରବି ଧାନ ଚାଷ କରିବା ପାଇଁ ଆଲୋଚନା ହୋଇଥିଲା। ବିକ୍ଷୋଭ ଦିନ ଚାଷୀମାନେ ନିମ୍ନ ଇନ୍ଦ୍ରଜଳସେଚନ ପ୍ରକଳ୍ପ କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ଏସିଏଫ୍ ସୌମ୍ୟରଞ୍ଜନ ଜୟପୁରିଆଙ୍କୁ ଅଭିଯୋଗ କରିଥିଲେ। ବିକ୍ଷୋଭକାରୀଙ୍କୁ 24 ଘଣ୍ଟା ଭିତରେ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ତାହା ସାଧାରଣ ସଭା କରି ସମସ୍ୟାର ସମାଧାନ କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ନୂଆପଡ଼ା ଜିଲ୍ଲା ପାଇଁ ତୁରନ୍ତ ପଦକ୍ଷେପ ନେଇ 10 ଦିନ ଭିତରେ ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯେଉଁ କମ୍ପାନୀ ଏହାର କାର୍ଯ୍ୟଭାର ନେଇଛି ସେହି କମ୍ପାନୀକୁ ସ୍ୱତନ୍ତ୍ର ଚିଠି କରାଯାଇଛି ବୋଲି କୁହାଯାଇଛି। ସେ କମ୍ପାନୀ 7 ଦିନ ମଧ୍ୟରେ 26 ଗୋଟି ପଞ୍ଚାୟତକୁ ବୁଲି ଦେଖିବା ସହିତ ଜଳସେଚନର ବ୍ୟବସ୍ଥା କରିବା ପାଇଁ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କହିଛନ୍ତି। ଏହି ବୈଠକରେ 26 ଗୋଟି ପାଣି ପଞ୍ଚାୟତର ସଭାପତିମାନେ ଉପସ୍ଥିତ ରହିଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇଥିବା ବେଳେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଞ୍ଜୀବ କୁମାର ଭଦ୍ରା, ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟରଞ୍ଜନ ଜୟପୁରିଆ, ସହକାରୀ ଯନ୍ତ୍ରୀ ସୌରଭ କୁମାର ଦାସ ଏବଂ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ପାଣି ପଞ୍ଚାୟତ ପ୍ରକଳ୍ପ ସଭାପତି ମଞ୍ଜେଶ ମେହେର, ସମ୍ପାଦକ ମିଳନ ଯାଦବ, ପ୍ରକଳ୍ପ କୋଷାଧ୍ୟକ୍ଷ ମାନବୀନ୍ଦ୍ର ସିଂ ବାରିକ, ଶ୍ରୀରାମ ସମଲେନ୍ଦ୍ର ସିଂ, ମା ଗାୟତ୍ରୀ ଜଳ ଆବଣ୍ଟନ କମିଟି, ଖଡ଼ିଆଳ ପାଣି ପଞ୍ଚାୟତ ସମ୍ପାଦକ ସୁଶାନ୍ତ କୁମାର ବିଶି, ମନୋଜ କୁମାର ପଟ୍ଟନାୟକ, ରାଧେ ରଣା ଏବଂ 26 ଗୋଟି ପଞ୍ଚାୟତର ଚାଷୀମାନେ ଯୋଗ ଦେଇଥିଲେ। ଏହି ବୈଠକରେ ଚାଷୀମାନଙ୍କ ସମସ୍ୟାକୁ ସୁଧାର ଆଣିବା ପାଇଁ ଯୋଜନା କରାଯାଉଥିବା ଯୋଗୁଁ ଚାଷୀମାନେ ଖୁସି ଅନୁଭବ କରିଥିଲେ। ଏ ବର୍ଷ ଚାଷ କାମରେ ପାଣି ସମସ୍ୟା ଦୂର ହୋଇଗଲେ ଚାଷୀମାନେ ଚାଷ କରି ଉପକୃତ ହୋଇପାରିବେ ବୋଲି ଆନନ୍ଦ ଅନୁଭବ କରିଥିଲେ। ଆସନ୍ତା 10 ଦିନ ମଧ୍ୟରେ ପୁଣି ବୈଠକରେ ହୋଇଥିବା ଅଗ୍ରଗତି ସମୀକ୍ଷା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ୟୁଜିପିଏଲ୍ ପ୍ରକଳ୍ପ ଜ୍ୱଳନ୍ତନ ସମ୍ପୂର୍ଣ୍ଣ ଫେଲ୍ ମାରୁଥିବା ବେଳେ ଏହାର କାର୍ଯ୍ୟକ୍ଷମ କରିବା ପାଇଁ 12 ଗୋଟି ଜେସିବି କାମ କରିବ ବୋଲି ଜଣାପଡ଼ିଛି। ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଆବଶ୍ୟକ ପଦକ୍ଷେପ ନେବା ସହିତ ଜଳର ଆବଣ୍ଟନ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସ୍ୱତନ୍ତ୍ର ତଦାରଖ କରାଗଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଖୁବ୍ ଶୀଘ୍ର ଚାଷୀମାନଙ୍କ ସମସ୍ୟା ଦୂର କରି ଚାଷ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ବିକ୍ଷୋଭ ବେଳେ ଦେଇଥିବା ପ୍ରତିଶ୍ରୁତିକୁ ସରକାରୀ ସ୍ତରରେ ପଦକ୍ଷେପ ନେଇ ଯୋଜନା ମୁତାବକ କାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।